ବାପାଙ୍କର ଦେହ ଖରାପ ଥିଲା, ପ୍ରୋଷ୍ଟେଟ୍ ଅପରେସନ ହେବାର ଥିଲା। सोमवार दिन डॉक्टर पाक ଯାଇକି ଆପଏଣ୍ଟମେଣ୍ଟ ନେଇଥିଲେ, ଯାଇକି ସେ ଯାହା ଦେଖିକି ଅପରେସନ କରିଥାନ୍ତେ। କାଲିଠୁ ସେ ଟିକେ ଖିଆ ପିଆ ଟିକେ କମେଇଦେଲେ, ଜମା ଖାଇଲେନି। କହିଲେ ମୁଁ ଖାଇବିନି, ମତେ ଭୋକ ହଉନି, ଶୋଷ ହଉନି। ଜବରଦସ୍ତି ତାଙ୍କୁ ବୁଝେଇ ବାଜେଇକି ଖାଇବାକୁ ଦିଆହେଲା। ଖାଇଲେ, ହଉ 4ଟା ହେଇଗଲା ଖାଇବାକୁ। ଖାଇସାରିକି ତାପରେ ବସିଲେ, ଟିକେ ଗାଧୁଆ ପାଧୁଆ ତାଙ୍କୁ କରାହେଇଗଲା। ଗାଧେଇଲେ, ଗାଧେଇ ସାରିକି ବସିଥିଲେ ଆରାମସେ। ତାପରେ ପୁଣି ଆଜି କଣ ହେଲା, ଆଜି ବି ସେମିତି କଲେ, ଜମା ଖାଇଲେନି, ହଇରାଣ କଲେ। ତାପରେ ପୁଣି ବୁଝେଇ ବାଜେଇ ଖାଇବାକୁ ଦିଆହେଲା। ଗାଧେଇଲେ, ଖାଇଲେ, ବସିଲେ, ଚେୟାରରେ ବସିଥିଲେ ବାହାରେ। ମୁଁ ତ ନଥିଲି, ତା ସନ୍ଧ୍ୟା ବେଳେ ଘର ଭିତରୁ ଯାଇଥିଲେ। ଘର ଭିତରେ ସାନ ଭଉଣୀ ଥିଲା, ମୋ ସ୍ତ୍ରୀ ଥିଲା। ତାଙ୍କୁ କହିଲେ, ସେ ଗୀତ ଗାଇଲେ। ଗୀତ ଗୋଟେ ଗାଇଲେ, ଗାଇ ସାରିକି ସାନ ଭଉଣୀ କହିଲେ ମୋ ପିଠି ଟେ ଆଉଁସି ଦେ। ମୋ ସ୍ତ୍ରୀ କୁ କହିଲେ ଟିକେ ଇଏ କରିଦେ, ଚା ଟିକେ କରିଦେ, ମୁଁ ପିଇବି। ଏତିକି କହିବା ଭିତରେ ସେ ଖଟ ଉପରେ ଖାଲି ଶୋଉଥାନ୍ତି ବସିଥାନ୍ତି, ଶୋଉଥାନ୍ତି ବସିଥାନ୍ତି। 2-3 ଥର କଲା ପରେ ହଠାତ୍ ଥରେ ଏକା ଥରକରେ ଶୋଇଲେ, ଗୋଡ ହାତ ବଙ୍କା ହେଇଗଲା। ବଙ୍କା ହେଇଗଲା ଏମିତି। ତାପରେ ଦେଖିଲେ ସମସ୍ତେ କଣ, ମୁଁ ଆସିକି ପହଞ୍ଚିଲି, ଅଫିସ ଯାଇଥିଲା, ଆସିକି ପହଞ୍ଚିଲି। ଦେଖିଲା ବେଳକୁ ପାଟି ଟିକେ ଧୀରେ ଧୀରେ ନିଶ୍ୱାସ ଯାଉଥିଲା। ଥରେ 2 ଥର 3 ଥର ବେଳକୁ ଆଉ ନାହାନ୍ତି। ସେ ଯେତେବେଳେ ସନ୍ଧ୍ୟା 8ଟା 20 ହେଇଥିଲା। 8ଟା 20ରେ ଦେହରାଗ ଗଲେ। ଏଇଟା ହଉଛି ଆମର ଘର ପାଖରେ ସତୀ ଚଉରା ମଶାଣି। ଏଇଠିକୁ ନେଇକି ଆସିଥିଲି।